ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂଆ ଭିଡ଼ିଓକୁ। ଆଜି ଆମେ ପଢ଼ିବା ଜୈନ ଧର୍ମର ବିକାଶ। ଓଡ଼ିଶାରେ ଜୈନ ଧର୍ମର ବିକାଶ କେମିତି ହେଇଥିଲା ସେ ବିଷୟରେ ପଢ଼ିବା ହେଲା। ଜୈନ ଧର୍ମ ଭାରତରେ ଉତ୍ପନ୍ନ ହୋଇଥିବା ପ୍ରାଚୀନ ଧର୍ମମାନଙ୍କ ମଧ୍ୟରୁ ଗୋଟିଏ। ଜୈନ ଧର୍ମ ଭାରତରେ ଉତ୍ପନ୍ନ ହୋଇଥିବା ପ୍ରାଚୀନ ଧର୍ମମାନଙ୍କୁ ଗୋଟିଏ। ପ୍ରାଚୀନ ଧର୍ମ କହିଲେ କେଉଁ ଧର୍ମ? ଯେମିତି ବୌଦ୍ଧ ଧର୍ମ ଆଉ ହିନ୍ଦୁ ଆଉ ମୁସଲିମ, ଏହି ଧର୍ମମାନଙ୍କ ମଧ୍ୟରୁ ଗୋଟିଏ କ'ଣ ହେଉଛି? ଜୈନ ଧର୍ମ ହେଲା। ଜୈନ ଧର୍ମର 24ତମ ତୀର୍ଥଙ୍କର ମହାବୀର ଜୈନ ଏହାକୁ ସଂଗଠିତ ଓ ସୁସ୍ଥିର ରୂପ ଦେଇଥିଲେ। କିଏ? ମହାବୀର ଜୈନ କେତେ ତୀର୍ଥଙ୍କର ଥିଲେ? 23 ହେଲା। କିନ୍ତୁ ଜୈନ ଧର୍ମର ଫାଉଣ୍ଡର କିଏ ଥିଲେ? ଆଦିନାଥ ବା କେଶରୀନାଥ ବା ଋଷଭନାଥ ହେଲା, ସେ ଥିଲେ ଫାଉଣ୍ଡର। କିନ୍ତୁ ୟାଙ୍କ ସମୟରେ କ'ଣ ହେଇଥିଲା ନା ଏହାକୁ ସୁସଂଗଠିତ କରିଥିଲେ ଆଉ ସୁସ୍ଥିର ରୂପ ଦେଇଥିଲେ। ସେ ବ୍ରାହ୍ମଣ୍ୟ ଧର୍ମର ଜଟିଳ ପୂଜା ପଦ୍ଧତି ଓ ସାମାଜିକ ଅନ୍ୟାୟଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ। ଆଉ କ'ଣ କରୁଥିଲେ? ବ୍ରାହ୍ମଣ ଧର୍ମର ଜଟିଳ ପୂଜା ପଦ୍ଧତି, ଏଇ ଯେଉଁ ହିନ୍ଦୁ ଧର୍ମର ଥିଲା ଜଟିଳ ପୂଜା ପଦ୍ଧତି ଏବଂ ସମାଜର ଅନ୍ୟାୟଙ୍କ ବିରୋଧରେ ସେ ଆନ୍ଦୋଳନ କରିଥିଲେ। ଅନେକ ଐତିହାସିକ ମତ ଅନୁସାରେ ପାର୍ଶ୍ୱନାଥ, ଯିଏକି 23 ତୀର୍ଥଙ୍କର ଥିଲେ, ଜୈନ ଧର୍ମର ପ୍ରକୃତ ଦର୍ଶକ ଥିଲେ। କିଏ? ପାର୍ଶ୍ୱନାଥ ହେଲା, 23 ତୀର୍ଥଙ୍କର। ମହାବୀର ଜୈନ ଧର୍ମକୁ ସମ୍ପୂର୍ଣ୍ଣ ଓ ବ୍ୟବସ୍ଥିତ ରୂପ ଦେଇ ଏହାର ପ୍ରଚାର ପ୍ରସାର କରିଥିଲେ। ଆଉ କ'ଣ କରିଥିଲେ ନା ଏହାକୁ ଏକ ସମ୍ପୂର୍ଣ୍ଣ ରୂପ ଦେଲେ ଆଉ ଏହାକୁ ପ୍ରଚାର ପ୍ରସାର କରିଥିଲେ। ୟାଙ୍କ ଟାଇମରେ ଯେହେତୁ ମହାବୀରଙ୍କ ସମୟରେ ଜୈନ ଧର୍ମ ପ୍ରସାର ହେଇଥିଲା, ୟାଙ୍କୁ କୁହାଯାଏ ଜୈନ ଧର୍ମର ଫାଉଣ୍ଡର ହେଲା। କିନ୍ତୁ ରିଅଲ ଫାଉଣ୍ଡର ଥିଲେ କିଏ? ଋଷଭନାଥ ବା ଆଦିନାଥ ବା କେଶରୀନାଥ, ଫାର୍ଷ୍ଟ ତୀର୍ଥଙ୍କର। ସେ ଫାଉଣ୍ଡର କରିଥିଲେ। ୟାଙ୍କ ଟାଇମରେ ହେଉଛି ଜୈନ ଧର୍ମ ସ୍ପ୍ରେଡ୍ ହେଇଥିଲା, ବହୁତ ଆକାରରେ ସ୍ପ୍ରେଡ୍ ହେଇଥିଲା, ସେଥିପାଇଁ ୟାଙ୍କୁ କୁହାଯାଏ ମହାବୀର ଜୈନ। ଜୈନ ଧର୍ମ ଭାରତର ଧର୍ମ, ସମାଜ, କଳା, ସ୍ଥାପତ୍ୟ, ସାହିତ୍ୟ ଓ ସଂସ୍କୃତି ଉପରେ ଗଭୀର ପ୍ରଭାବ ପକାଇଥିଲା। ଆଉ ଏଇ ଜୈନ ଧର୍ମ କ'ଣ କରିଥିଲା ନା ଭାରତର ଧର୍ମ କ୍ଷେତ୍ରରେ, ସମାଜ କ୍ଷେତ୍ରରେ, କଳା କ୍ଷେତ୍ରରେ, ସ୍ଥାପତ୍ୟ କ୍ଷେତ୍ରରେ, ସାହିତ୍ୟ ଓ ସଂସ୍କୃତି ଉପରେ ବହୁତ ଭାବରେ ପ୍ରଭାବ ପକାଇଥିଲା। ଓଡ଼ିଶାରେ ଜୈନ ଧର୍ମ କେବେ ପ୍ରବେଶ କରିଥିଲା ସେଥିପାଇଁ ସଠିକ୍ ତଥ୍ୟ ନାହିଁ। ଆଉ ଜୈନ ଧର୍ମ ଓଡ଼ିଶାରେ କେବେ ପ୍ରବେଶ କଲା ତାର କୌଣସି ସଠିକ୍ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତଥାପି ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ ଜଣାଯାଏ ଯେ ପ୍ରାଚୀନ କଳିଙ୍ଗ ଜୈନ ଧର୍ମର ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା। ଆଉ ପ୍ରାଚୀନ କଳିଙ୍ଗ ବା ଆନ୍ସିଏଣ୍ଟ କଳିଙ୍ଗ କ'ଣ ଥିଲା ନା ଜୈନ ଧର୍ମର ଏକ କେନ୍ଦ୍ର ଥିଲା। ଆବଶ୍ୟକ ନିରୁକ୍ତି, ବରତେତ୍ୱ କାବ୍ୟ ଓ ଜମ୍ବୁଦ୍ୱୀପ ପରି ଜୈନ ସାହିତ୍ୟରେ କଳିଙ୍ଗ ସହ ଜୈନ ଧର୍ମର ସମ୍ପର୍କ ଉଲ୍ଲେଖ ମିଳିଛି। ଆଉ ଏସବୁରୁ କ'ଣ ମିଳୁଛି? ଜୈନ ଧର୍ମର କଳିଙ୍ଗ ସଙ୍ଗେ ସମ୍ପର୍କ ଥିବାର ଉଲ୍ଲେଖ ମିଳିଛି। ଖଣ୍ଡଗିରି, ଉଦୟଗିରି ଗୁମ୍ଫା ଓ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ୱିକ ଉପାଦାନ ଓଡ଼ିଶାରେ ଜୈନ ଧର୍ମ ପ୍ରସାରର ପ୍ରମାଣ ଦେଇଥାଏ। କେଉଁ ଗୁମ୍ଫା? ଖଣ୍ଡଗିରି, ଉଦୟଗିରି ଗୁମ୍ଫା ଏବଂ ଅନ୍ୟ ଯେତେ ସବୁ ପ୍ରତ୍ନତାତ୍ତ୍ୱିକ ଉପାଦାନ ଓଡ଼ିଶାରେ ଜୈନ ଧର୍ମର ପ୍ରସାର ହେଇଥିବାର ପ୍ରମାଣ ଦିଏ ହେଲା। ଖଣ୍ଡଗିରି, ଉଦୟଗିରି ଗୁମ୍ଫା କାହାର? ଖାରବେଳଙ୍କ। ଖାରବେଳ କୋଉ ଡାଇନେଷ୍ଟି ଥିଲେ? ଚେଦି ଡାଇନେଷ୍ଟି ହେଲା। ଇଏ ହେଉଛି ଜୈନ ରିଲିଜନକୁ ଆକ୍ସେପ୍ଟ କରିଥିଲେ। ଖାରବେଳ ଶାସନରେ କଳିଙ୍ଗରେ ଜୈନ ଧର୍ମ ବହୁତ ଉନ୍ନତି ଘଟିଥିଲା ଏବଂ କେତେକ ସମୟରେ ଜୈନ ଧର୍ମ କଳିଙ୍ଗର ରାଜଧର୍ମ ଭାବେ ପରିଣତ ହୋଇଥିଲା। ଆଉ ଜୈନ ଧର୍ମ ହେଉଛି ରାଜଧର୍ମ, ମାନେ ରାଜାଙ୍କ ଧର୍ମ ହିସାବରେ ପରିଗଣିତ ହୋଇଥିଲା। ଓଡ଼ିଶାରେ ଜୈନ ଧର୍ମର ପ୍ରବେଶ। ଓଡ଼ିଶାରେ ଜୈନ ଧର୍ମ କେବେ ପ୍ରବେଶ କରିଥିଲା? ଓଡ଼ିଶାରେ ଜୈନ ଧର୍ମ ପ୍ରବେଶ ସମ୍ପର୍କରେ ତଥ୍ୟ ଜୈନ ସାହିତ୍ୟ ଯଥା ଉତ୍ତରାୟନ ସୂତ୍ର ଆଦିରୁ ମିଳିଥାଏ। ଆଉ ଓଡ଼ିଶାରେ ଜୈନ ଧର୍ମ ପ୍ରବେଶ କରିବା କୋଉଠି ମିଳୁଛି ଇନଫର୍ମେସନ୍? ତଥ୍ୟ କୋଉଠି ମିଳୁଛି ନା ଉତ୍ତରାୟନ ସୂତ୍ରରୁ ମିଳିଛି ହେଲା। ଖ୍ରୀଷ୍ଟପୂର୍ବ 8ମ ଶତାବ୍ଦୀରେ ଉତ୍ତର କଳିଙ୍ଗର ଯାଜପୁର ଅଞ୍ଚଳରେ ପ୍ରଥମ ଏହାର ପ୍ରସାର ଘଟିଥିଲା। କୋଉଠି ପ୍ରଥମ ଦେଖାଯାଇଥିଲା?
ଯାଜପୁର ଅଞ୍ଚଳରେ ହେଲା। ଯମ ଅଛି ଲଳିତଗିରି, ଉଦୟଗିରି ଏସବୁ ବୁଦ୍ଧିଷ୍ଟ, କିନ୍ତୁ ଜୈନ ବି ସେଇପଟ ଅଛି। ପାର୍ଶ୍ୱନାଥଙ୍କ ଭୂମିକା। ଜୈନ ଧର୍ମ 23ତମ ବା 23ତମ ତୀର୍ଥଙ୍କର ପାର୍ଶ୍ୱନାଥ କଳିଙ୍ଗକୁ ଆସି ଏକ ଧର୍ମ ପ୍ରଚାର କରିଥିଲେ। 23 ତୀର୍ଥଙ୍କର କିଏ ଥିଲେ? ପାର୍ଶ୍ୱନାଥ କଳିଙ୍ଗକୁ ଆସି ଧର୍ମ ପ୍ରଚାର କରିଥିଲେ। କଳିଙ୍ଗର ରାଜା ତଥା ପିତାଙ୍କ ବନ୍ଧୁ ଥିବାରୁ ତାଙ୍କୁ ଆଦିତ୍ୟ ଦିଆଯାଇଥିଲା। ଏହାପରେ କଳିଙ୍ଗରେ ଜୈନ ଧର୍ମ ଗୁରୁତ୍ୱପୂର୍ଣ୍ଣ ଧର୍ମ ଭାବେ ପ୍ରଚଳିତ ହୋଇଥିଲା। ଆଉ କଳିଙ୍ଗ ଧର୍ମ ଏଇ ଜୈନ ଧର୍ମ କ'ଣ ହେଲା? ଗୁରୁତ୍ୱ ଭାବରେ ପ୍ରଚାର ହେଇଥିଲା। କିଏ ଆସିଥିଲେ? 23 ତୀର୍ଥଙ୍କର ପାର୍ଶ୍ୱନାଥ ଆସିଥିଲେ ହେଲା। କଳିଙ୍ଗର ରାଜା ତାଙ୍କ ପିତାଙ୍କର ବନ୍ଧୁ ଥିବାରୁ ତାଙ୍କୁ ଆଦିତ୍ୟ ଦିଆଯାଇଥିଲା। କରକାଣ୍ଡୁ ହେଲା। କରକାଣ୍ଡୁ କ'ଣ ଥିଲା? କରକାଣ୍ଡୁ ପାର୍ଶ୍ୱନାଥଙ୍କ ଶିଷ୍ୟ ଥିବା ମନେ ହୁଏ। କରକାଣ୍ଡୁ ଜଣେ ରାଜା ଥିଲେ, ସେ ପାର୍ଶ୍ୱନାଥଙ୍କ ଶିଷ୍ୟ ଥିଲେ। ସେ କଳିଙ୍ଗ ଓ ପଡ଼ୋଶୀ ଅଞ୍ଚଳରେ ଜୈନ ଧର୍ମ ପ୍ରସାର କରିଥିଲେ। କଳିଙ୍ଗରେ ଏବଂ ପଡ଼ୋଶୀ ଅଞ୍ଚଳରେ ଜୈନ ଧର୍ମ ପ୍ରସାର କରିଥିଲେ। ତାଙ୍କ ବିଷୟରେ ଅଭିଧାନ, ରାଜେନ୍ଦ୍ର ଓ କୁମ୍ଭକର୍ଣ୍ଣ ଜାତକ ଭଳି ଗ୍ରନ୍ଥରୁ ମିଳିଛି। ଆଉ ଏଇ ଯେଉଁ କରକାଣ୍ଡ ବିଷୟରେ କୋଉଠୁ ମିଳିଛି ତଥ୍ୟ? ଅଭିଧାନ, ରାଜେନ୍ଦ୍ର ଏବଂ କୁମ୍ଭକର୍ଣ୍ଣ ଜାତକରୁ ମିଳିଛି ହେଲା। କରକାଣ୍ଡଙ୍କ ଧାର୍ମିକ ଜୀବନ। ଆଉ ଧାର୍ମିକ ଜୀବନ କେମିତି ଥିଲା? ସଂସାରର ଅନିତ୍ୟତା ବୁଝିଲେ ସେ ସନ୍ନ୍ୟାସ ଗ୍ରହଣ କରିଥାଏ। ତାପରେ ସେ ନିଜକୁ ଜୈନ ଧର୍ମର ପ୍ରଚାରକ ନିୟୋଜିତ କରିଥିଲେ। ସେ କଳିଙ୍ଗର ଉପକୂଳ ଅଞ୍ଚଳ ଓ ଯାଜପୁର ଅଞ୍ଚଳରେ ଏହି ଧର୍ମକୁ ପ୍ରସାର କରିଥିଲେ। କୋଉଠି? କଳିଙ୍ଗର ଉପକୂଳରେ ବା କୋଷ୍ଟାଲ ଏରିଆରେ ଏବଂ ଯାଜପୁର ଅଞ୍ଚଳରେ ଏଇ ରିଲିଜନକୁ ସେ କ'ଣ କରିଥିଲେ ନା ପ୍ରସାର କରିଥିଲେ। କିଏ? କରକାଣ୍ଡ ହେଲା। କରକାଣ୍ଡ ବିହାର। କରକାଣ୍ଡ ନିଜ ନାମ ଅନୁସାରେ କରକାଣ୍ଡ ବିହାର ସ୍ଥାପନ କରିଥିଲେ। ଆଉ ନିଜ ନାମ ଅନୁସାରେ କରକାଣ୍ଡ ବିହାର ସ୍ଥାପନ କରୁଥିଲେ। ଏହାକୁ ଆଜିର ଚରମ୍ପା ସ୍ଥାନ ସହିତ ଚିହ୍ନଟ କରାଯାଇଛି, ଯୋଉଟାକି ଏବେକାର ଚରମ୍ପା ହେଲା। ଏହି ସ୍ଥାନଟି ଭଦ୍ରକ ନିକଟରେ ଅବସ୍ଥିତ ଏବଂ ଏଠାରେ ଏବେ ମଧ୍ୟ ଜୈନ ସ୍ଥାପତ୍ୟ ଅବଶେଷ ଦେଖିବାକୁ ମିଳେ। ଆଉ ଏଇଟା କୋଉଠି ଅଛି? ଭଦ୍ରକରେ ଅଛି। ଏବେ ମଧ୍ୟ ସେଇଠି ଜୈନ ସ୍ଥାପତ୍ୟ ଦେଖିବାକୁ ମିଳେ। ବିଭିନ୍ନ ପ୍ରକାର ଜୈନ ସ୍ଥାପତ୍ୟ ସେଇଠି ଦେଖିବାକୁ ମିଳୁଛି। ତୋଷାଳୀ ଜୈନ ଧର୍ମର କେନ୍ଦ୍ର। ଜୈନ ସାହିତ୍ୟ ବ୍ୟବହାର ଭାଗ୍ୟ ଅନୁସାରେ ତୋଷାଳୀ ସେ ସମୟରେ ଜୈନ ଧର୍ମର ପ୍ରସିଦ୍ଧ କେନ୍ଦ୍ର ଥିଲା। କୋଉଟା? ତୋଷାଳୀ ଥିଲା ପ୍ରସିଦ୍ଧ କେନ୍ଦ୍ର ଥିଲା। ଶିଶୁପାଳଗଡ଼ର ଏକ ଜୈନ ମୂର୍ତ୍ତି ମିଳିଛି। ଆଉ ଶିଶୁପାଳଗଡ଼ର ମଧ୍ୟ ଏକ ଜୈନ ମୂର୍ତ୍ତି ମିଳିଛି। ଶିଶୁପାଳଗଡ଼ କାହାର ଥିଲା? ଖାରବେଳଙ୍କ କ୍ୟାପିଟାଲ ହେଲା, ରାଜଧାନୀ, ଯୋଉଟା କଳିଙ୍ଗ ନଗରୀ ହେଲା। ଏବେକାର ଶିଶୁପାଳଗଡ଼, ସେଠୁ ମଧ୍ୟ ଗୋଟେ ଜୈନ ମୂର୍ତ୍ତି ମିଳୁଛି। କେତେକ ଐତିହାସିକ ଏହାକୁ ଶୀତଳନାଥ, ଅନ୍ୟମାନେ ପାର୍ଶ୍ୱନାଥ ଏବଂ ପ୍ରଫେସର A.K. ନାଥ ଏହାକୁ ମହାବୀରଙ୍କ ମୂର୍ତ୍ତି ବୋଲି ମତ ଦେଇଛନ୍ତି। ଆଉ ଐତିହାସିକ ଅନ୍ୟାନ୍ୟ ମତ ଦେଉଛନ୍ତି ସେ ମୂର୍ତ୍ତିକୁ। ଓଡ଼ିଶାରେ ମହାବୀରଙ୍କ ଆଗମନ। ମହାବୀର ଜୈନ କେବେ ଓଡ଼ିଶାକୁ ଆସିଥିଲେ? ମହାବୀରଙ୍କ ଓଡ଼ିଶା ଆଗମନ। ଜୈନ ଧର୍ମ ପ୍ରଚାରକ ମହାବୀର ଜିନ୍ କଳିଙ୍ଗ ଆଧୁନିକ ଓଡ଼ିଶାକୁ ଆସି ଜୈନ ଧର୍ମର ବାଣୀ ପ୍ରଚାର କରିଥିଲେ। ସେ ମଧ୍ୟ କ'ଣ କରିଥିଲେ ନା ଓଡ଼ିଶାକୁ ଆସି ମଧ୍ୟ ନିଜର ବାଣୀକୁ ପ୍ରଚାର କରିଥିଲେ। ସେ କଳିଙ୍ଗ ରାଜଧାନୀ ତୋଷାଳୀ ଭ୍ରମଣ କରିଥିବାର ଉଲ୍ଲେଖ ମିଳେ। କୋଉଠି ଆସିଥିଲେ? ତୋଷାଳୀ। କଳିଙ୍ଗର ରାଜଧାନୀ କ'ଣ ଥିଲା? ତୋଷାଳୀ ବା କଳିଙ୍ଗ ନଗରୀ, ଯୋଉଟା ଖାରବେଳ ସମୟରେ କଳିଙ୍ଗ ନଗରୀ ଥିଲା, ସେ ତୋଷାଳୀକୁ ସେ ଆସିଥିଲା ହେଲା। ମହାବୀର, କାରଣ କଳିଙ୍ଗ ପୂର୍ବରୁ ଖାରବେଳ ହଉଛି ଫାର୍ଷ୍ଟ ସେଞ୍ଚୁରୀ ବିସିରେ ଥିଲା। ହଉଛି ଏଟା କ'ଣ ଥିଲା? କଳିଙ୍ଗ ନଗରୀ। ଆଉ ମହାବୀର କେବେ ଆସିଥିଲେ? ଯେତେବେଳେ ତୋଷାଳୀ ଥିଲା, ମାନେ 5th ସେଞ୍ଚୁରୀ BCE। ତାହେଲେ 400 ବର୍ଷ ପୂର୍ବରୁ ସେ ଆସିଥିଲେ, ଯେତେବେଳେ ତାହାର କଳିଙ୍ଗର ରାଜଧାନୀ କ'ଣ ଥିଲା? ତୋଷାଳୀ ଥିଲା। ସାହିତ୍ୟିକ ପ୍ରମାଣ। ସାହିତ୍ୟରେ ମଧ୍ୟ ପ୍ରମାଣ ମିଳିଛି। ମହାବୀରଙ୍କ ଓଡ଼ିଶା ଆଗମନ ସମ୍ପର୍କରେ ଅନେକ ଜୈନ ଗ୍ରନ୍ଥରେ ଉଲ୍ଲେଖ ମିଳିଥାଏ। ଅନେକ ଜୈନ ଗ୍ରନ୍ଥରେ ମଧ୍ୟ ଉଲ୍ଲେଖ ମିଳିଛି। କୋଉଠି ମିଳିଛି ନା ହରିବଂଶ ପୁରାଣରେ ମିଳିଛି, ହରି ଉଦୟ ବୃଥାରେ ମିଳିଛି, ଆବଶ୍ୟକ ସୂତ୍ର ବ୍ୟବହାର ଭାଷ୍ୟରେ ମିଳିଛି,
ଧ୍ୟାନ ସୂତ୍ରରୁ ମିଳିଛି ଏବଂ ଭଗବତୀ ସୂତ୍ରରୁ ମଧ୍ୟ ତାହାର ଇନଫର୍ମେସନ୍ ମିଳିଛି। କ'ଣ ଇନଫର୍ମେସନ୍? ମହାବୀର ଜୈନଙ୍କ ଓଡ଼ିଶା ଆଗମନ, ଓଡ଼ିଶା ଆସିଥିବାର ପ୍ରମାଣ ଏଇସବୁ ସାହିତ୍ୟରେ ମିଳିଛି। ଓଡ଼ିଶାକୁ ଦୁଇଥର ଆଗମନ, ମହାବୀର କେତେ ଥର ଆସିଥିଲେ? 2 ଥର। ହେଲା। ଆବଶ୍ୟକ ସୂତ୍ର ଅନୁସାରେ ମହାବୀର ତାଙ୍କ ଧର୍ମ ପ୍ରଚାର ସମୟରେ 2 ଥର ଓଡ଼ିଶାକୁ ଆସିଥିଲେ। କେତେ ଥର? 2 ଥର ଆସିଥିଲେ ଓ କଳିଙ୍ଗର ରାଜା ତଥା ପିତା ସିଦ୍ଧାନ୍ତଙ୍କ ବନ୍ଧୁ ଥିବାରୁ ସେଠାକୁ ଆସିଥିବା କଥା ଉଲ୍ଲେଖ ଅଛି। ଆଉ କ'ଣ କହିଛି ନା, କଳିଙ୍ଗର ରାଜା ତାଙ୍କ ପିତା ସିଦ୍ଧାର୍ଥ, ତାଙ୍କ ବନ୍ଧୁ ଥିବାରୁ ସେ ସେଠିକି ଆସିଥିଲେ। ମହାବୀରଙ୍କ ଭ୍ରମଣ ସ୍ଥାନ, କୋଉ କୋଉ ଜାଗାକୁ ସେ ଓଡ଼ିଶାର ଭ୍ରମଣ କରିଛନ୍ତି? ହେଲା। ଜୈନ ସାହିତ୍ୟ ଅନୁସାରେ ମହାବୀର କଳିଙ୍ଗର କିଛି ଅଞ୍ଚଳ ଭ୍ରମଣ କରିଥିଲେ। କୋଉଠି? ତୋଷାଳୀ, ଯେଉଁଟାକି ତାଙ୍କ କ୍ୟାପିଟାଲ ଥିଲା କଳିଙ୍ଗ ନଗରୀ, ଆଉ ମଶାଲି, ପିଥୁଣ୍ଡ, ସିଦ୍ଧାର୍ଥ ଗ୍ରାମ ଏବଂ କୁମାର ଗ୍ରାମ, ଏଇସବୁ ଏରିଆକୁ ସେ କ'ଣ କରିଥିଲେ ନା ଭ୍ରମଣ ଆକାରରେ ଯାଇଥିଲେ। କିଏ? ମହାବୀର ଜୈନ। ହେଲା। ପୁରାତତ୍ତ୍ୱ ପ୍ରମାଣ, ହାତୀଗୁମ୍ଫା, ଶିଳାଲେଖ ଓ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ୱିକ ପ୍ରମାଣରୁ କଳିଙ୍ଗରେ ଜୈନ ଧର୍ମ ପ୍ରଭାବ ଥିବା ଜଣାଯାଏ। ଆଉ ହାତୀଗୁମ୍ଫା ଶିଳାଲେଖ କାହାର? ଖାରବେଳଙ୍କ। ସେଥିରେ ମଧ୍ୟ କ'ଣ ଇନଫର୍ମେସନ୍ ମିଳୁଛି? ଯେ ଜୈନ ଧର୍ମ ଓଡ଼ିଶାରେ ପ୍ରସାର ହେଇଥିବାର ଦେଖିଛି, କାରଣ ଖାରବେଳ ସମୟରେ ଜୈନ ଧର୍ମ ପ୍ରସାର ହୋଇଥିଲା। ଓଡ଼ିଶାରେ ବିଭିନ୍ନ ଶାସକଙ୍କ ସମୟରେ ଜୈନ ଧର୍ମ ବିକାଶ ଘଟିଥିଲା। ଆଉ କ'ଣ ନୁହେଁ, ଅନ୍ୟ ଶାସକ ସମୟରେ ମଧ୍ୟ ଜୈନ ଧର୍ମ ବିକାଶ ଘଟିଥିଲା। ହେଉଛି ନନ୍ଦବଂଶ। ହେଲା। ନନ୍ଦବଂଶ ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ମଗଧର ନନ୍ଦ ଶାସକ କଳିଙ୍ଗକୁ ଆକ୍ରମଣ କରିଥିଲେ। ହେଲା। 5ମ ଶତାବ୍ଦୀ। କିଏ? ମହାପଦ୍ମ ନନ୍ଦ। ହେଲା। ସେ ଆକ୍ରମଣ କରିଥିଲେ। ସେ କଳିଙ୍ଗ ଜୈନ ମୂର୍ତ୍ତିକୁ ପାଟଳିପୁତ୍ରକୁ ନେଇଯାଇଥିଲେ। ଆଉ କଳିଙ୍ଗର ଜୈନ ମୂର୍ତ୍ତି କୋଉଠି ନେଇଯାଇଥିଲେ? ପାଟଳିପୁତ୍ରକୁ, ନିଜର ରାଜଧାନୀ ପାଟଳିପୁତ୍ରକୁ ନେଇଯାଇଥିଲେ। ଏହାରୁ ଜଣାଯାଏ ଯେ ସେତେବେଳେ କଳିଙ୍ଗର ଜୈନ ଧର୍ମ ପ୍ରଚଳନ ଥିଲା। ଆଉ ଯେହେତୁ ସେ କ'ଣ କଲେ ନା ଜୈନ ମୂର୍ତ୍ତିକୁ ନେଇଯାଇଥିଲେ, ସେଥିରେ ଜଣାଯାଏ ଯେ କଳିଙ୍ଗରେ ଜୈନ ଧର୍ମ ଥିଲା। ଆଉ ସେ ମୂର୍ତ୍ତିଟାକୁ କିଏ ନେଇଯାଇଥିଲେ? ମହାପଦ୍ମ ନନ୍ଦ ନେଇଯାଇଥିଲେ। ଆଉ ସେଇ ମୂର୍ତ୍ତିକୁ ଖାରବେଳ ପୁଣି ଫେରାଇ ଆଣିଥିଲେ। କେବେ? 300 ବର୍ଷ ପରେ। ହେଲା। ବୃହସ୍ପତି ମିତ୍ରକୁ ପରାସ୍ତ କରି ଫେରାଇ ଆଣିଥିଲେ। ଖାରବେଳ ସମୟରେ ଜୈନ ଧର୍ମ ସୁବର୍ଣ୍ଣ ଯୁଗ। ଏଇଟା ଖାରବେଳଙ୍କ ସମୟରେ କ'ଣ ଥିଲା ନା ଗୋଲ୍ଡେନ୍ ଏଜ୍ ଥିଲା ବା ସୁବର୍ଣ୍ଣ ଯୁଗ ଥିଲା ଜୈନ ଧର୍ମର। ହେଲା। ଚେଦି ବଂଶୀୟ ଶାସକ ମହାମେଘବାହନ ଖାରବେଳଙ୍କ ସମୟରେ ଜୈନ ଧର୍ମ ବହୁତ ବିକାଶ ପାଇଥିଲା। ଆଉ ଏଇ ଯେଉଁ ଚେଦି ଡାଇନେଷ୍ଟିର ରାଜା କିଏ ଥିଲେ? ଖାରବେଳ କେତେ ନମ୍ବର? ଆଉ ମହାମେଘବାହନ ଡାଇନେଷ୍ଟିର 3 ନମ୍ବର ରୁଲର। ହେଲା। ଥାର୍ଡ ରୁଲର ଥିଲେ। ଏହି ସମୟରେ କ'ଣ ହେଲା? ଜୈନ ଧର୍ମ ବହୁତ ବିକାଶ ପାଇଥିଲା। ହାତୀଗୁମ୍ଫା ଶିଳାଲେଖରୁ ତାଙ୍କର ଜୈନ ଧର୍ମ ପ୍ରତି ପୃଷ୍ଠପୋଷକତା ଜଣାଯାଏ। ଆଉ ହାତୀଗୁମ୍ଫା ଶିଳାଲେଖରେ କ'ଣ ଯାଏ? ସେ ଜୈନ ଧର୍ମ ପ୍ରତି ପୃଷ୍ଠପୋଷକତା ବା ଜୈନ ଧର୍ମକୁ ରେସ୍ପେକ୍ଟ ଦେଉଥିବାର ବା ଜୈନ ଧର୍ମକୁ ପାଟ୍ରନାଇଜ ବା ବିଭିନ୍ନ ସହାୟତା ଦେଉଥିବାର ପ୍ରମାଣ ମିଳିଥାଏ। ହେଲା। ଶିଳାଲେଖର ଆରମ୍ଭରେ ନମ ଅର୍ଜିତା ନାମ ଉଲ୍ଲେଖ ରହିଛି, ଯାହା ଜୈନ ସନ୍ନ୍ୟାସୀକୁ ନମସ୍କାର କରେ। ସେ ମଗଧ ଉପରେ ଆକ୍ରମଣ କରି କଳିଙ୍ଗ ଜୈନ ମୂର୍ତ୍ତିକୁ ପୁଣି କଳିଙ୍ଗକୁ ଆଣି ଆସିଥିଲେ। ବୃହସ୍ପତି ମିତ୍ରଙ୍କୁ ହରାଇ ଜୈନ ମୂର୍ତ୍ତିକୁ ଆଣି ଆସିଥିଲେ। ହେଲା। ସେ ମଥୁରା ଓ ଅନ୍ୟାନ୍ୟ ଜୈନ କେନ୍ଦ୍ରଗୁଡ଼ିକୁ ଭ୍ରମଣ କରି ଜୈନ ଧର୍ମର ପ୍ରତୀକ କଳ୍ପବୃକ୍ଷ ମଥୁରାରୁ କଳିଙ୍ଗକୁ ଆଣିଥିଲେ। ଆଉ କ'ଣ କରୁଥିଲେ ନା ମଥୁରାରୁ କଳ୍ପବୃକ୍ଷ ଆଣିଥିଲେ। କୋଉଠି? କଳିଙ୍ଗକୁ ଆଣିଥିଲେ। ଖାରବେଳ ଜୈନ ସନ୍ନ୍ୟାସୀଙ୍କ ପାଇଁ ଅନେକ ଗୁମ୍ଫା ନିର୍ମାଣ କରିଥିଲେ। ଆଉ ଜୈନ ଭିକ୍ଷୁମାନେ ରହିବା ପାଇଁ ଏବେକାର ଯେଉଁ ଖଣ୍ଡଗିରି ଉଦୟଗିରି ଗୁମ୍ଫା ହେଉଛି, ସେଗୁଡ଼ା କିଏ ବନେଇଥିଲେ? ଖାରବେଳ ବନେଇଥିଲେ। ଉଦୟଗିରି, ଯେଉଁଟା କୁମାରପର୍ବତୀ ଠାରେ 117ଟି ଗୁମ୍ଫା ନିର୍ମାଣ କରିଥିଲେ। କେତେଟା? 117ଟା ଗୁମ୍ଫା ନିର୍ମାଣ କରିଥିଲେ। ଏଗୁଡ଼ିକ ବର୍ଷା କାଳରେ ଜୈନ ଭିକ୍ଷୁମାନଙ୍କ ଆଶ୍ରୟସ୍ଥଳୀ ଥିଲା। ଆଉ ଜୈନ ଭିକ୍ଷୁମାନେ କ'ଣ କରୁଥିଲେ? ବର୍ଷା ଦିନରେ ବା ବର୍ଷାବାସ ସମୟରେ ସେମାନେ ଏଇ ଗୁମ୍ଫା ଭିତରେ 6 ମାସ ରହୁଥିଲେ। ହେଲା। 6 ମାସ ରହୁଥିଲେ ଏବଂ ଅନ୍ୟ 6 ମାସ ବିଭିନ୍ନ ଆଡ଼େ ବୁଲି ସେମାନେ ଧର୍ମ ପ୍ରଚାର କରୁଥିଲେ।
ନିଜ ଧର୍ମ କେମିତି ଆଗକୁ ବଢ଼ିବ। ତାପରେ ହେଉଛି ଅଶୋକ। ଆମେ କ'ଣ କ'ଣ ପଢ଼ିଲେ? ଫାର୍ଷ୍ଟ ପଢ଼ିଲେ ନନ୍ଦ, ତାପରେ ଚେଦି ବା ଖାରବେଳ, ତାପରେ ଅଶୋକ ହେଲା, ଅଶୋକ ସମୟ ହେଲା। 261 BC କଳିଙ୍ଗ ଯୁଦ୍ଧ ପରେ ଅଶୋକ ବୌଦ୍ଧ ଧର୍ମ ପ୍ରଚାର କଲେ। ଆଉ ଆମେ ଜାଣିଛେ ଅଶୋକ ବୌଦ୍ଧ ଧର୍ମ ପ୍ରଚାର କରିଥିଲେ। କ'ଣ ହେଲା ଏଟା? ହଁ, ବୌଦ୍ଧ ଧର୍ମ ପ୍ରଚାର କଲେ ହେଲା। ତେଣୁ ବୌଦ୍ଧ ଧର୍ମ ପ୍ରଭାବ ବଢ଼ିଲା। ଆଉ କ'ଣ ହେଲା ନା ବୌଦ୍ଧ ଧର୍ମ ପ୍ରଭାବ ବଢ଼ିଥିଲା। ଯେହେତୁ ଅଶୋକ ଜଣେ ଗ୍ରେଟ୍ ରୁଲର ଥିଲେ, ସେ ଆସି କଳିଙ୍ଗ ୱାର ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଏବଂ ପ୍ରଚାର କରିଥିଲେ, ସେଥିପାଇଁ ବୌଦ୍ଧ ଧର୍ମ ବହୁତ ଭାବରେ ବଢ଼ିଥିଲା। ଆଉ ଜୈନ ଧର୍ମ ବିକାଶ କିଛି ଅଂଶରେ ବାଧାପ୍ରାପ୍ତ ହେଲା। ଆଉ ଜୈନ ଧର୍ମ ମଧ୍ୟ କିଛି ବଢ଼ିବାରେ ବାଧାପ୍ରାପ୍ତ ହୋଇଥିଲା, କାରଣ ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଆଉ ବୌଦ୍ଧ ଧର୍ମ ଆଗକୁ ବଢ଼ିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦ୍ୱିତୀୟ ଶତାବ୍ଦୀ ବେଳକୁ ଓଡ଼ିଶାରେ ଜୈନ ଧର୍ମର ଅବସ୍ଥା ଖାରବେଳ ସମୟରେ ଅର୍ଥାତ୍ ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ ଓଡ଼ିଶାରେ ଜୈନ ଧର୍ମ ବିକାଶ ଚରମ ସୀମାରେ ପହଞ୍ଚିଥିଲା। ଆଉ ଖାରବେଳ ସମୟରେ ଯଦି ଦେଖିବା ତାହେଲେ ସେଇ ସମୟରେ ଆଗକୁ ବଢ଼ିଥିଲା। ଆଗେ ଆସିଥିଲେ କିଏ? ଅଶୋକ ଆସିଲେ। ଅଶୋକ ପରେ ହେଉଛି ଟିକେ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ଖାରବେଳ ସମୟରେ କ'ଣ ହେଲା ନା ଏଇ ଧର୍ମ ବହୁତ ଜୋରରେ ବଢ଼ିଥିଲା। ତାଙ୍କ ପରେ ଓଡ଼ିଶା ଉପକୂଳ ଅଞ୍ଚଳରେ ମୁରୁଣ୍ଡ ଓ ମାର ବା ମାଥା ଏଇଟା ମାଥର ହେଲା, ମାଥର ବଂଶୀୟ ଶାସକମାନେ ରାଜୁତି କରିଥିଲେ। ଖାରବେଳଙ୍କ ପରେ କେଉଁମାନେ ଆସିଲେ? କୁରୁଣ୍ଡ ରାଜବଂଶ, ମାଥର ରାଜବଂଶ, ଏମାନେ ଶାସନ କଲେ ହେଲା। ଏହି ବଂଶର ଅନେକ ଶାସକ ଜୈନ ଧର୍ମ ଉପାସକ ଥିଲେ। ଆଉ ଏଇ ବଂଶର ଯେଉଁ ମାଥର ହଉ କିମ୍ବା ଅନ୍ୟ ଡାଇନେଷ୍ଟ ହଉ, ତାଙ୍କର ରାଜାମାନେ ମଧ୍ୟ ଜୈନ ଧର୍ମ ପ୍ରତି ଉପାସକ ଥିଲେ। ଆଉ ଜୈନ ଧର୍ମର ପୃଷ୍ଠପୋଷକ କରୁଥିଲେ ବା ସହାୟତା କରୁଥିଲେ ଆଗକୁ ବଢ଼ିବାରେ। ମୁରୁଡ ବଂଶର ପ୍ରସିଦ୍ଧ ଶାସକ ଧର୍ମ ଦାମୋଦର ଜୈନ ଧର୍ମକୁ ଅନୁସରଣ କରିଥିଲେ। ଶିଶୁପାଳଗଡ଼ 48 ପ୍ରତିନିଧି ଖନନର ଏକ ମୁଦ୍ରାରେ ମହାରାଜାଧିରାଜ ଧର୍ମ ଦାମୋଦର ଲେଖାଥିବାର ପ୍ରମାଣ ମିଳିଥାଏ। ଡେଡିକେଟ୍ କରୁଛି, ଏଇ ଶାସକ ଧର୍ମ ଦାମୋଦରକୁ ଡେଡିକେଟ୍ କରୁଛି। ଗୋଟେ କଏନ୍ ମିଳିଛି କଳିଙ୍ଗ ନଗରରୁ ଶିଶୁପାଳଗଡ଼ରୁ ମିଳିଛି, ସେଥିରେ କ'ଣ ଲେଖା ହେଇଛି? ମହାରାଜାଧିରାଜ ଧର୍ମ ଦାମୋଦର। ଐତିହାସିକ A.S. ଅଲଦେକର ମଧ୍ୟ ଧର୍ମ ଦାମୋଦରଙ୍କୁ ମୁରୁଡ ବଂଶୀୟ ଶାସକ ବୋଲି ସମର୍ଥନ କରିଛନ୍ତି। କୋଉ ବଂଶ? ମୁରୁଡ ବଂଶ। ମୁରୁଡ ବଂଶର ଶେଷ ଶାସକ ଗୁହାଶିବ ମଧ୍ୟ ଜୈନ ଓ ନିଗ୍ରନ୍ଥ ଧର୍ମର ଉପାସକ ଥିଲେ ଏବଂ ସେ ଖ୍ରୀଷ୍ଟୀୟ 3ୟ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଏହି ଧର୍ମକୁ ଅନୁସରଣ କରିଥିଲେ। କେବେ? 3rd ଶତାବ୍ଦୀ ପର୍ଯ୍ୟନ୍ତ ଏହି ଧର୍ମକୁ ଅନୁସରଣ କରିଥିଲେ। କଳିଙ୍ଗରେ ଶାସନ କରୁଥିବା ମାଥ୍ର ବଂଶ ମଧ୍ୟ ଜୈନ ଧର୍ମକୁ ଗ୍ରହଣ କରୁଥିଲେ। ଏଇ ଯେ କଳିଙ୍ଗରେ ଆଉ କିଏ ରୋଲ୍ କରୁଥିଲେ ଖାରବେଳଙ୍କ ଉପରେ? ଜଣେ ତ ହେଉଛନ୍ତି ମୁରୁଡ ରାଜବଂଶ, ଆଉ ଜଣେ ହେଉଛନ୍ତି ମାଥର। ମାଥରମାନେ ମଧ୍ୟ ଜୈନ ଧର୍ମକୁ ଗ୍ରହଣ କରିଥିଲେ ଓ ମହାବୀର ଜୀଙ୍କର ନାମ ଅନୁସାରେ ସେମାନଙ୍କ ରାଜଧାନୀ ନାମ ବର୍ଦ୍ଧମାନପୁର ରଖାଯାଇଥିଲା। ଆଉ ମହାବୀରଙ୍କ ନାମ କ'ଣ ଥିଲା? ବର୍ଦ୍ଧମାନ ମହାବୀର, ଯେହେତୁ ତାଙ୍କ ରାଜଧାନୀର ନାମ ମଧ୍ୟ ସେମାନେ ବର୍ଦ୍ଧମାନପୁର ରଖିଥିଲେ। କୋଉମାନେ? ମାଥର ମାନେ ହେଲା, ମାଥର ରାଜବଂଶ ମାନେ। ଆଉ କ୍ୟାପିଟାଲ କ'ଣ ଥିଲା? ବର୍ଦ୍ଧମାନପୁର। ଆଉ ବର୍ଦ୍ଧମାନ ତାର ନାମ ଥିଲା, ମହାବୀରଙ୍କ ନାମ ଥିଲା। ତ ଦେଖିବା 3ୟ 4ର୍ଥ ଶତାବ୍ଦୀ ବେଳକୁ ଓଡ଼ିଶାରେ ଜୈନ ଧର୍ମର ବିକାଶ। ଖ୍ରୀଷ୍ଟୀୟ 3ୟ 4ର୍ଥ ଶତାବ୍ଦୀରେ ଓଡ଼ିଶାରେ ପ୍ରାୟ ନାଗ ଗୁପ୍ତ ଶାସକ ମାନେ ଶାସନ କରୁଥିଲେ। କୋଉମାନେ? ନାଗମାନେ ଆଉ ଗୁପ୍ତମାନେ ଶାସନ କରୁଥିଲେ। ଏହି ସମୟରେ ମଧ୍ୟ ଓଡ଼ିଶାରେ ଜୈନ ଧର୍ମର ବିକାଶ ଘଟିଥିଲା। ଆଉ ଏହି ସମୟରେ ହେଲା କ'ଣ ନା ଜୈନ ଧର୍ମ ଆଗକୁ ବଢ଼ିଥିଲା ବା ପ୍ରସାର ଘଟିଥିଲା। କେନ୍ଦୁଝର ଜିଲ୍ଲାର ଅସନପାଟ, କୋଉଠି? କେନ୍ଦୁଝର ଜିଲ୍ଲାର ଅସନପାଟ ଅଭିଲେଖରୁ ଜଣାଯାଏ ଯେ ନାଗବଂଶୀୟ ଶାସକ ସତୁଳ ଜୈନ, ବୌଦ୍ଧ ଓ ଶୈବ ଧର୍ମକୁ ପୃଷ୍ଠପୋଷକ କରିଥିଲେ। ଏଇ 3ଟା ରିଲିଜନ, ଶୈବ, ବୈଷ୍ଣବ ଆଉ ବୌଦ୍ଧ, ଏଇ 3ଟା ରିଲିଜନକୁ
କ'ଣ କଲା ପୃଷ୍ଠପୋଷକରେ ଜୈନ ବୌଦ୍ଧ ଶୈବ ହେଲା। ସେ ଏହି ତିନୋଟି ଧର୍ମର ଉନ୍ନତି ପାଇଁ ଅର୍ଥ ଦାନ କରି ଯୋଗ ଦେଇଥିଲେ। ଆଉ ଏଇ ତିନିଟା ଧର୍ମ କେମିତି ଉନ୍ନତି ହେବ ସେଥିପାଇଁ ସେମାନେ ଅର୍ଥ ମଧ୍ୟ ଦାନ କରିଥିଲେ। ଏହାପରେ ମାର ବଂଶ ଦକ୍ଷିଣ ମାଥର ବଂଶ ଦକ୍ଷିଣ କଳିଙ୍ଗରେ ଶାସନ କରି ବୌଦ୍ଧ ଧର୍ମକୁ ମଧ୍ୟ ପୃଷ୍ଠପୋଷକ କରିଥିଲା। ମାଥର ବଂଶ ପରେ ପୂର୍ବ ଗଙ୍ଗ ବଂଶ ବା ଇଷ୍ଟର୍ଣ୍ଣ ଗଙ୍ଗ ଶାସକମାନେ ଓଡ଼ିଶାରେ ଶାସନ କରୁଥିଲେ। ସେମାନେ ମଧ୍ୟ ଜୈନ ଧର୍ମର ପ୍ରଭାବରେ ଥିଲେ ଓ ସେମାନଙ୍କର ରାଜତ୍ୱ ଚିହ୍ନ ଭାବରେ ହସ୍ତୀ ଚିତ୍ର ବ୍ୟବହାର କରୁଥିଲେ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ମିଳିଥିବା ପ୍ରମାଣ ଦ୍ୱାରା ଜଣାଯାଏ ଯେ ଏହି ସମୟରେ ଜୈନ ଧର୍ମ ପ୍ରତି ଶାସକମାନଙ୍କ ଅନୁଗତ ଥିଲା ବା ଜୈନ ଧର୍ମକୁ ସପୋର୍ଟ କରୁଥିଲେ। ତାପରେ ଦେଖିବା ସପ୍ତମ ଶତାବ୍ଦୀର ଅବସ୍ଥା। ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ମଧ୍ୟ ଓଡ଼ିଶାରେ ଜୈନ ଧର୍ମର ପ୍ରଭାବ ରହିଥିଲା। ପ୍ରାଚୀନ ପରିବ୍ରାଜକ ହୁଏନ୍ସାଂ ଯିଏକି 639ରେ ଓଡ଼ିଶାକୁ ଆସିଥିଲେ। ତାଙ୍କ ଗ୍ରନ୍ଥ ସି ୟୁକିରେ ସେ ଓଡ଼ିଶାର ଧର୍ମୀୟ ଅବସ୍ଥା ବର୍ଣ୍ଣନା କରିଛନ୍ତି। କିଏ ଲେଖିଛନ୍ତି ସି ୟୁକି ହେଉଛି ହୁଏନ୍ସାଂ ହେଲା। କେବେ ଆସିଥିଲେ 39 ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ହେଲା। କେବେ ଆସିଥିଲେ, କିଏ ଆସିଥିଲେ, ଆଉ କ'ଣ ଲେଖିଛନ୍ତି, ଆଉ କୋଉ ଉପରେ ଲେଖିଛନ୍ତି ହେଲା। ଏହି ସମୟରେ ଓଡ଼ିଶାରେ ଓଡ୍ର, କଙ୍ଗୋଳ, କଳିଙ୍ଗ ନାମରେ ତିନୋଟି ରାଜ୍ୟରେ ବିଭକ୍ତ ଥିଲା। ଆଉ ଯେହେତୁ ସିଏ 639ରେ ଆସିଲେ ସେ ସମୟରେ ଓଡ଼ିଶାରେ ଓଡ୍ର, କଙ୍ଗୋଦ ଆଉ କଳିଙ୍ଗ ଏମିତି ତିନୋଟି ନାମରେ ବିଭକ୍ତ ଥିଲା। ସେ ଉଲ୍ଲେଖ କରିଛନ୍ତି ଯେ ଏହି ସେ ସମୟରେ ଜୈନ ତୀର୍ଥଙ୍କରଙ୍କ ମନ୍ଦିର ଜୈନ ଅନୁସରଣକାରୀ ସଂଖ୍ୟା ବହୁତ ଥିଲା। ଆଉ ଅନେକ ଜୈନ ତୀର୍ଥଙ୍କର ମନ୍ଦିର ଥିଲା ଆଉ ଜୈନ ଅନୁସରଣକାରୀ ବା ଜୈନ ଲୋକ ଅନେକ ଥିଲେ। ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀରେ ଓଡ଼ିଶାରେ ଜୈନ ଧର୍ମର ବିକାଶ। ଅଷ୍ଟମ ଶତାବ୍ଦୀ ଶୈଳତୋପ ଶାସକଙ୍କ ଦ୍ୱାରା ଉତ୍ତୀର୍ଣ୍ଣ ଅଭିଲେଖ ଗୁଡ଼ିକରୁ ସେହି ସମୟରେ ଧାର୍ମୀୟ ଅବସ୍ଥା ସମ୍ପର୍କରେ ତଥ୍ୟ ମିଳେ। ଏହି ବଂଶର ପ୍ରସିଦ୍ଧ ଶାସକ କିଏ ହେଉଛି ପ୍ରଥମ ମଧ୍ୟମ ରାଜ ବାଣପୁର ଓ ପାରିକୁଦ ତାମ୍ରପତ୍ର ଅଭିଲେଖ ଜାରି କରିଥିଲେ। ଏହି ଅଭିଲେଖରେ ସୂର୍ଯ୍ୟ ଉପାସନା ଓ କଠିନ ତପସ୍ୟା ସମ୍ପର୍କରେ ଉଲ୍ଲେଖ ଅଛି। ଏଥିରୁ ଜଣାଯାଏ ଯେ ସେମାନେ ଜୈନ ସାଧୁଙ୍କ କଠିନ ସାଧନ କରୁଥିଲେ। ସୂର୍ଯ୍ୟ ଉପାସନା କାଳ ଭଗବାନ ବିଷ୍ଣୁଙ୍କର ଆଉ କଠିନ ତପସ୍ୟା ଜୈନ ଧର୍ମର ହେଲା। ଶୈଳୋଦ୍ଭବ ଶାସକ ଧର୍ମରାଜଙ୍କ ବାଣପୁର ତାମ୍ରପତ୍ରରୁ ଜଣାଯାଏ ଯେ 2 ଜଣ ଜୈନ ସାଧୁଙ୍କୁ ଜମି ଦାନ କରିଥିଲେ। ଆଉ ଏଇ କିଏ ଧର୍ମରାଜ। ସେଥିରେ ବାଣପୁର ତାମ୍ରପତ୍ର ଜଣାଯାଏ ଯେ ସେମାନେ 2 ଜଣ ଜୈନଙ୍କୁ ଲ୍ୟାଣ୍ଡ ଡୋନେସନ କରିଥିଲେ ବା ଭୂମି ଦାନ କରିଥିଲେ ବା ଜମି ଦାନ କରିଥିଲେ। ଧର୍ମରାଜଙ୍କ ରାଣୀ କଲ୍ୟାଣୀ ଦେବୀ କିଏ, ତାଙ୍କ ସ୍ତ୍ରୀ କିଏ ଥିଲେ କଲ୍ୟାଣୀ ଦେବୀ ମଧ୍ୟ ଜୈନ ଧର୍ମର ଉପାସିକା ଥିଲେ। ସେ ମଧ୍ୟ ଜୈନ ଧର୍ମର ଉପାସିକା ଥିଲେ। ଶ୍ଵେତାମ୍ବର ଆଚାର୍ଯ୍ୟଙ୍କୁ ପୂଜା କରୁଥିଲେ। ଆଉ କାହାକୁ ପୂଜା କରୁଥିଲେ? ଶ୍ଵେତାମ୍ବର ଆଚାର୍ଯ୍ୟ କିଏ? ଜୈନ ଧର୍ମର ଗୁରୁ ଥିଲେ, ତାଙ୍କୁ ସେ ପୂଜା କରୁଥିଲେ। ପ୍ରସିଦ୍ଧ ଐତିହାସିକ D.C. ସରକାରଙ୍କ ଅନୁସାରେ ବାଣପୁର ନିକଟରେ ଜୈନମାନଙ୍କର ଏକ ନିବାସ କେନ୍ଦ୍ର ଥିଲା। କୋଉଠି ଥିଲା? ବାଣପୁରଠାରେ ନିବାସ କେନ୍ଦ୍ର ମାନେ ଯୋଉଠି ରହୁଥିଲେ ନିବାସ କେନ୍ଦ୍ର ଥିଲା। ବାଣପୁର ଅଚ୍ୟୁତା ରାଜପୁରରୁ 10ଟି ଜୈନ ବ୍ରୋଞ୍ଜ ମୂର୍ତ୍ତି ଆବିଷ୍କୃତ ହୋଇଛି। କୋଉଠି? ବାଣପୁର ଅଚ୍ୟୁତା ରାଜପୁରରୁ 10ଟା ମୂର୍ତ୍ତି ମିଳିଛି, ଯେଉଁଗୁଡ଼ିକ ଋଷଭନାଥ, ପାର୍ଶ୍ୱନାଥ ଓ ମହାବୀରଙ୍କ ସମ୍ବନ୍ଧୀୟ। ଏହା ସହିତ ଅନ୍ୟାନ୍ୟ ଜୈନ କୀର୍ତ୍ତିରାଜି ମଧ୍ୟ ମିଳିଥିବାରୁ ଏହି ସମୟରେ ଜୈନ ଧର୍ମର ଉନ୍ନତି ସୃଷ୍ଟି ହୁଏ। ପରବର୍ତ୍ତୀ ସମୟରେ ଭୌମକର ରାଜବଂଶ କେବେ ରୁଲ୍ କଲେ? 7ମରୁ 9ମ ଶତାବ୍ଦୀ ଭିତରେ ରୁଲ୍ କରିଥିଲେ, ଶାସନ କରିଥିଲେ। ସେମାନେ ପ୍ରଥମେ ହିନ୍ଦୁ ଧର୍ମ ଓ ପରେ ବୌଦ୍ଧ ଧର୍ମ ଅନୁସରଣ କରିଥିଲେ। ଭଲ, ଫାଷ୍ଟ କୋଉ ଧର୍ମ? ତାଙ୍କ ବେସିକାଲି ଓମେନ୍ ରୁଲର ମାନେ ଯେତେ ସବୁ ହିନ୍ଦୁଇଜମକୁ ଆକ୍ସେପ୍ଟ କରୁଥିଲେ ଆଉ
ମେରୁ ରୁଲର ମାନେ ବୁଦ୍ଧିଜୀବୀ, ଯେମିତି ଶୁଭକରଦେବ ହଉ, ଶୁଭକରଦେବ ତୃତୀୟ ହଉ, ଏମାନେ ସବୁ ବୁଦ୍ଧି ଧର୍ମକୁ ଆକ୍ସେପ୍ଟ କରିଥିଲେ। କିନ୍ତୁ ଜୈନ ଧର୍ମ ପ୍ରତି ସହିଷ୍ଣୁତା ନୀତି ଅବଲମ୍ବନ କରିଥିଲେ। ଆଉ ଯଦିଓ ବୁଦ୍ଧ ଧର୍ମକୁ ଇଏ କରିଥିଲେ, ଆକ୍ସେପ୍ଟ କରିଥିଲେ, କିନ୍ତୁ ଜୈନ ଧର୍ମ ପ୍ରତି ମଧ୍ୟ ସହିଷ୍ଣୁତା ଥିଲା, ମାନେ ଜୈନ ଧର୍ମକୁ ମଧ୍ୟ ସପୋର୍ଟ କରୁଥିଲେ। ଦଶମ ଶତାବ୍ଦୀରେ ସୋମବଂଶୀ ଶାସକ ସମୟରେ ଜୈନ ଧର୍ମର ବିକାଶ। କାଳ ସମୟରେ ସୋମବଂଶୀ ଶାସକ ସମୟରେ ହେଲା। ଭୌମକର ଶାସନ ପରେ ଓଡ଼ିଶାରେ ସୋମବଂଶୀ ଶାସକମାନଙ୍କ ଶାସନ ଉପସ୍ଥିତ ହେଇଥିଲା। କୋଉମାନେ ଭୌମ ପରେ ସୋମବଂଶୀ ମାନେ ଶାସନ କଲେ ଓଡ଼ିଶାରେ। ସେମାନେ ପ୍ରାୟତଃ ଦଶମରୁ ଏକାଦଶ ଶତାବ୍ଦୀ ଓଡ଼ିଶାରେ ଶାସନ କରିଥିଲେ। 200 ବର୍ଷ ଶାସନ କରିଥିଲେ। ସୋମବଂଶୀ ଶାସକମାନେ ଶୈବ ଧର୍ମ ଉପାସକ ଥିଲେ। କାହାର? ଶିବଙ୍କର। ସେଥିପାଇଁ ଲିଙ୍ଗରାଜ ମନ୍ଦିର ତାଙ୍କ ସମୟରେ ଡେଭଲପ ହେଇଥିଲା ବା ବନା ହେଇଥିଲା ହେଲା। ଏବଂ ସୈନ୍ୟ ଧର୍ମଙ୍କୁ ରାଜକୀୟ ପୃଷ୍ଠପୋଷକତା ଦେଇଥିଲେ। ଅନେକ କେବଳ ଲିଙ୍ଗରାଜ ନେଇ ଅନେକ ମନ୍ଦିର ହେଇଥିଲା, ଯେମିତି କୁଳାବତୀ ଦେବୀ ମନ୍ଦିର, ଏମିତି ଅନେକ ମନ୍ଦିର ହେଇଥିଲା ହେଲା। ତଥାପି ସେମାନଙ୍କ ଜୈନ ଧର୍ମ ପ୍ରତି ସହିଷ୍ଣୁ ମନୋଭାବ ଥିଲା, ମାନେ ଜୈନ ଧର୍ମକୁ ମଧ୍ୟ ସପୋର୍ଟ କରୁଥିଲେ। ଏହି ସମୟରେ ମନ୍ଦିର ଗୁଡ଼ିକ କଳା ସ୍ଥାପତ୍ୟ ଜୈନର ପ୍ରଭାବ ଦେଖେ। ଆଉ ଏଇଥିପାଇଁ ଜଣାଯାଏ ଯେ ଜୈନର ପ୍ରଭାବ ପଡ଼ି ମନ୍ଦିରର କଳା ସ୍ଥାପତ୍ୟରେ ଦେଖିବାକୁ ମିଳେ ହେଲା। ପ୍ରସିଦ୍ଧ ଗାୟକ ଶାସକ ଯଯାତି କେଶରୀ ନିର୍ମିତ ମୁକ୍ତେଶ୍ୱର ମନ୍ଦିର ପ୍ରାଚୀରରେ ଜୈନ ମୂର୍ତ୍ତି ଦେଖିବାକୁ ମିଳେ। ଆଉ ମୁକ୍ତେଶ୍ୱର ମନ୍ଦିର ପ୍ରାଚୀରରେ କଣ ମିଳୁଛି? ଜୈନ ମୂର୍ତ୍ତି ଦେଖିବାକୁ ମିଳୁଛି। ଏଥିରେ ଜଣାଯାଏ ଯେ ଯଯାତି ମଧ୍ୟ ଜୈନ ଧର୍ମକୁ ସପୋର୍ଟ କରୁଥିଲେ। ଏହି ମୂର୍ତ୍ତି ଗୁଡ଼ିକ ଜୈନ ତୀର୍ଥଙ୍କର ଓ ସାଧୁମାନଙ୍କର ଚିତ୍ରଣ ବୋଲି ମନେ କରାଯାଏ। ଅନ୍ୟ ଶାସକ ଉଦ୍ୟୋତ କେଶରୀ, ଆଉ ଜଣେ କଣ? ଉଦ୍ୟୋତ କେଶରୀ ଜୈନ ସାଧୁମାନଙ୍କ ପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ କରିଥିଲେ। ଆଉ ଅନେକ ତାଙ୍କ ଯୋଉ ଜୈନ ସାଧୁମାନ ଥିଲେ, ତାଙ୍କ କେମିତି ଭଲରେ ରହିବେ ସେଥିପାଇଁ ଅନେକ କଲ୍ୟାଣମୂଳକ କାର୍ଯ୍ୟ, ଗୁମ୍ଫା ଏସବୁ ବନେଇଥିଲେ ହେଲା। ସେ ଶିବମୁନି ଓ ବାରଭୁଜା ଗୁମ୍ଫା ମଧ୍ୟ ନିର୍ମିତ କରିଥିଲେ। କୋଉ କୋଉ ଗୁମ୍ଫା? ଶିବମୁନି ଗୁମ୍ଫା ଆଉ ବାରଭୁଜା, ଦୁଇଟା ଗୁମ୍ଫା ବନେଇଥିଲେ। କିଏ? ଉଦ୍ୟୋତ କେଶରୀ। ଏହି ସମୟରେ ଭଦ୍ରକ, ଚରମ୍ପା, ମୟୂରଭଞ୍ଜ, ଖିଚିଂ ହେଇଥିବ। ଖିଚିଂ, କେନ୍ଦୁଝର, କୋରାପୁଟ, କଟକ, ପୁରୀ ଆଦି ସ୍ଥାନରେ ଅନେକ ଜୈନ ମୂର୍ତ୍ତି ମିଳିଛି ହେଲା। ଗଙ୍ଗ ଓ ଗଜପତି ଶାସକ ସମୟରେ ଜୈନ ଧର୍ମର ଅବସ୍ଥା। ଆଉ ଗଙ୍ଗ ଓ ଗଜପତି ସମୟରେ ଜୈନ ଧର୍ମର ଅବସ୍ଥା କଣ ଥିଲା? ଭୌମକର ଓ ସୋମବଂଶୀ ଶାସନ ପରେ ଓଡ଼ିଶାରେ ଗଙ୍ଗ ଓ ଗଜପତି ମାନେ ଶାସନ ଆରମ୍ଭ କରିଥିଲେ। ଏହି ସମୟରେ ବ୍ରାହ୍ମଣ ଧର୍ମ ଓ ଜଗନ୍ନାଥ ଧର୍ମର ପ୍ରଭାବ ବଢ଼ିଥିଲା, କାରଣ ବୈଷ୍ଣବିଜିମର ପ୍ରଭାବ ବଢ଼ିଥିଲା। ଜଗନ୍ନାଥ ଧର୍ମର ଉଦ୍ଭବ ହେତୁ ବୌଦ୍ଧ ଓ ଜୈନ ଧର୍ମର ପ୍ରଭାବ କମିଗଲା। ଆଉ ଏଇ ଯୋଉ ହିନ୍ଦୁଇଜିମ୍ ବା ବୈଷ୍ଣବିଜିମ୍ ବଢ଼ିଲା, ସେଥିପାଇଁ ଅନ୍ୟ ଧର୍ମ ବା ଜୈନ ବୁଦ୍ଧ ଧର୍ମର ପ୍ରଭାବ କମି ଯାଇଥିଲା। ଗଙ୍ଗ ଶାସକମାନେ ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକ ଥିଲେ। ସେମାନେ ପୃଷ୍ଠପୋଷକତାରେ ଜଗନ୍ନାଥ ରାଷ୍ଟ୍ର ଧର୍ମର ମର୍ଯ୍ୟାଦା ପାଇଲା। ଏହି ସମୟରେ ଅନେକ ଜୈନ ଦେବାଦେବୀ ଓ ତୀର୍ଥଙ୍କରଙ୍କ ମୂର୍ତ୍ତି ହିନ୍ଦୁ ମନ୍ଦିରରେ ଅନ୍ତର୍ଭୁକ୍ତ ହୋଇଗଲା। ଫଳରେ ଓଡ଼ିଶାରେ ଜୈନ ଧର୍ମର ପତନ ଓ ଜଗନ୍ନାଥ ଧର୍ମର ବିକାଶ ଘଟିଲା। ଯେତେବେଳେ ଆସିଲା ଆମ ଜଗନ୍ନାଥ ଧର୍ମ ବା ବୈଷ୍ଣବିଜିମ୍ ଆସିଲା, ସେଇ ସମୟରେ ହଉଛି କଣ ହେଲା ନା ଜୈନ ଧର୍ମର ପତନ ଆରମ୍ଭ ହେଇଗଲା। ଓଡ଼ିଶାରେ ଜୈନ କୀର୍ତ୍ତିରାଜ। ଭୁବନେଶ୍ୱର, ଉଦୟଗିରି ଓ ଖଣ୍ଡଗିରି ଜୈନ ଧର୍ମର ପ୍ରମୁଖ କେନ୍ଦ୍ର ଥିଲା। କୋଉଟା? ଉଦୟଗିରି ଆଉ ଖଣ୍ଡଗିରି ହେଲା। ଖାରବେଳଙ୍କ ପୃଷ୍ଠପୋଷକତା ଏଠାରେ ଜୈନ କଳା ସ୍ଥାପତ୍ୟର ବିକାଶ ଘଟିଥିଲା। ଆଉ ଖାରବେଳଙ୍କ ସହାୟତାରେ କଣ ହେଲା ନା ଜୈନ ଧର୍ମ ଏଥିରେ ବିକାଶ ଘଟିଥିଲା। ଖଣ୍ଡଗିରି, ନବମୁନି ଗୁମ୍ଫା, ବରଦାଜ ଗୁମ୍ଫା, ମହାବୀର ଗୁମ୍ଫା ଓ ଅନେକ ଜୈନ ତୀର୍ଥଙ୍କରଙ୍କ ମୂର୍ତ୍ତି ଖୋଦିତ ଅଛି। ଏହି ଦୁଇ ପର୍ବତରେ ମୋଟ 117ଟି ଗୁମ୍ଫା ରହିଥିଲା, ଯାହା ଜୈନ ସାଧକଙ୍କ ପାଇଁ ନିର୍ମାଣ କରାଯାଇଥିଲା। ଏହାଛଡ଼ା ପ୍ରାଚୀ ଉପତ୍ୟକା, କାକଟପୁର, ଅଚ୍ୟୁତରାଜପୁର, କୋରାପୁଟ, ବାଲେଶ୍ୱର ଇତ୍ୟାଦି ସ୍ଥାନରୁ ଜୈନ ମୂର୍ତ୍ତି ଓ କୀର୍ତ୍ତିରାଜ ମଧ୍ୟ ମିଳିଥାଏ। ଏହା ଓଡ଼ିଶାର ଜୈନ ଧର୍ମ ପ୍ରସାର ଓ ଲୋକପ୍ରିୟତାର ପ୍ରମାଣ ଦଉଛି ହେଲା। ଆମେ କଣ ପଢିଲେ? ଓଡ଼ିଶାରେ
ଜୈନ ଧର୍ମର ପ୍ରସାର ହେଲା। ଥ୍ୟାଙ୍କ ୟୁ। ଆଚ୍ଛା, এটা হচ্ছে କାହାର ଏଇ ଯୋଉ ଜୈନ ଧର୍ମ ପ୍ରଭାବ, ଏଇଟା ହଉଛି ଓଡ଼ିଶା ହିଷ୍ଟ୍ରି। ଓଡ଼ିଶା ହିଷ୍ଟ୍ରି ଯୋଉମାନେ 6 ସେମ୍ କିମ୍ବା ଅନ୍ୟ ଅଛ, ୟୁଜି 6 ସେମ୍, ୟୁଜି 6 ସେମ୍ ତାଙ୍କ ପାଇଁ ସ୍ପେଶାଲ ଏଇଟା ଗୋଟେ ତାଙ୍କ ଟପିକ୍ ଅଛି ଓଡ଼ିଶା ହିଷ୍ଟ୍ରି। ସେଥିରେ ସେମାନେ ଜୈନ ଧର୍ମରେ ଆରାମରେ ନୋଟ୍ସ ପ୍ରିପେୟାର କରିପାରିବେ। ଆପଣ ଯେଉଁମାନେ ନୋଟ୍ସ ବନେଇବାକୁ ଚାହୁଁଛନ୍ତି ସ୍କ୍ରିନଶଟ୍ ମାରିକରି ନେଇକି ନୋଟ୍ସ ବନେଇ ପାରିବ। ଧନ୍ୟବାଦ।